ଆଜି ଗହ୍ମା ପୂର୍ଣ୍ଣମୀ ବଳଦେବଜୀଉଙ୍କ ଜନ୍ମ ଉତ୍ସବ ତତ୍ସହିତ ରକ୍ଷାବନ୍ଧନ ଉତ୍ସବ ପୁରପଲ୍ଲୀରେ ପାଳିତ ହେଉଛି ରାକ୍ଷୀ ପୂର୍ଣ୍ଣିମା। ଘରେ ଘରେ ଭାଇମାନଙ୍କ ହାତରେ ଭଉଣୀମାନେ ବାନ୍ଧିଛନ୍ତି ରାକ୍ଷୀ। ସକାଳେ ସକାଳେ ଭଉଣୀମାନେ ଗାଧୋଇ ଠାକୁରଙ୍କୁ ପୂଜା କରି ରାକ୍ଷୀ ଅର୍ପଣ କରିବା ପରେ ଭାଇମାନଙ୍କ ମଥାରେ ସିନ୍ଦୁର, ଚନ୍ଦନ, ଚାଉଳ, ଫୁଲ ଦେଇ ହାତରେ କିସମ କିସମର ରାକ୍ଷୀ ବାନ୍ଧିଛନ୍ତି। ଭାଇକୁ ମିଠା ଖୁଆଇ ଆଶିଷ ମାଗିଛନ୍ତି। ଭାଇ ଭଉଣୀଙ୍କ ଭଲ ପାଇବା ଏହି ଦିନରେ ବିବାହିତ ଭଉଣୀମାନେ ଭାଇ ହାତରେ ରାକ୍ଷୀ ବାନ୍ଧିବା ପାଇଁ ଅନେକ ଦୂରରୁ ଶ୍ୱଶୁର ଘରରୁ ପିତ୍ରାଳୟକୁ ଆସିଥାନ୍ତି। ଏହି ଦିନରେ ଚାଷୀମାନେ ଜୁଣ, ନଙ୍ଗନଙ୍ଗଳିଆ ଫୁଲ ଏବଂ ପତ୍ର ଦେଇ ପଇତା ତିଆରି କରି ଘର ରୁଅରେ ବାନ୍ଧିଥାନ୍ତି। ଏପରିକି ଏ ପଇତା ଲଙ୍ଗଳ ଜୁଆଳିରେ ବାନ୍ଧିଥାନ୍ତି। ଚାଷୀ ତାର ବଳଦ ଲଙ୍ଗଳ ଜୁଆଳିକୁ ପୂଜାର୍ଚ୍ଚନା ମଧ୍ୟ କରିଥାଏ। ନୀଳଗିରିରୁ ମନୋଜ ମହାନ୍ତିଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ।